ହେଇଲୋ ମା, ତମକୁ ବା ମନା କଲି ମାଛ ଆଣିବା ପାଇଁ, ତଥାପି ନେଇ ଆସିଲ। ଦେବ ବା ଖାଉନି ମାଛ। ମଉସାଙ୍କୁ ପରିବା ଆଣିବାକୁ ପଠେଇଥିଲି। ମଉସା କ'ଣ କଲେ, ପରିବା ସାଙ୍ଗରେ ମାଛ ମଧ୍ୟ ନେଇ ଆସିଲେ। ପିଲାଟି ଖାଉନି ଜମା। ଆଉ କ'ଣ କରିବା, ଆଣିଲେଣି ତ ନିଶ୍ଚୟ କରିବା। ଆଉ ଯିବା କୁଆଡ଼େ? ସେପଟେ ବସେଇ ଦେଇଛି ଚକୁଳି ପିଠା, ଏପଟେ ଡାଲମା ବସେଇ ଦେଇଛି। ମଉସାଙ୍କୁ ଚକୁଳି ପିଠା ହେଲା ପରେ ଦେଇଦେଲି ଖାଇବା ପାଇଁ। ଡାଲମା, ଚକୁଳି ପିଠା, ରାତିରେ ତରକାରୀ। ଦେବକୁ ମଧ୍ୟ ଖୁଆଇଦେଲି। ତାପରେ ମୁଁ ଖାଇଦେଲି। ଜଳଖିଆଟି ଖାଇସାରିଲା ପରେ ମଉସା ଧୋଇଦେଲେ ମାଛଟିକୁ। ମସଲା ମସଲି ଗୁଳାଗୁଳି କରି ଘୋଡ଼େଇକି ରଖିଦେଲି। ମଉସା ଟିକେ ପରିବାପତ୍ର ରଖିଦେଉଛନ୍ତି ଫ୍ରିଜରେ। ତାଙ୍କୁ କହିଲି ମାଛଟି ଭାଜିଦେବ ବୋଲି। ମୁଁ ପଳେଇଗଲି ସିଲେଇ କରିବା ପାଇଁ। ଆଉ ମଉସା ମାଛଟିକୁ ଭାଜୁଛନ୍ତି। ଭାଜି ସାରିକି ମୋତେ ଯାଇକି ଡାକିଲେ, କହିଲେ ମାଛ ଭଜା ହେଇଗଲା, ଆସି ଟିକେ ଦେଇଦେବୁ ଖାଇବା ପାଇଁ। ମୁଁ ଆସିକି ଦେଇଦେଲି ମଉସାଙ୍କୁ ଖାଇବା। ଆଉ ନାତିକି ଟିକେ ଖୁଆଉଛି। ନାତିକି ବସିଲି 2ଟାରୁ ବାଜିଗଲାଣି 3ଟା। ଜମା ଖାଉନି, ଏପଟେ ସେପଟେ ଡିଆଁ ଉଚା କରୁଛି, ଖାଲି ତ କାନ୍ଦୁଛି। ଆଉ ତାକୁ ଟିକେ ଖୁଆଇଲି, ତାପରେ ମୁଁ ଖାଇଲି। ଆଶା କରୁଛି ଆଜିର ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ବୋଲି।